ମାନେ ସାଧାରଣତଃ ଯେତେବେଳେ ଆମେ ଗୋଟିଏ ମାନଚିତ୍ରକୁ ଦେଖୁ ଆମେ କ'ଣ ଭାବୁ? ଆମେ ଭାବୁ ଯେ ସବୁକିଛିର ଏକ ନିର୍ଦ୍ଦିଷ୍ଟ ସୀମାରେଖା ଅଛି। ଗୋଟିଏ ରାଜ୍ୟର ସୀମା ସରିଲେ ଆଉ ଏକ ରାଜ୍ୟ ଆରମ୍ଭ ହେବ। ହଁ, ଏହା ଏକ ପ୍ରକାର ଆମର ସେଇ ପୁରୁଣା ଆରାମଦାୟକ ଚିନ୍ତାଧାରା। ଏକଦମ। ଆମ ଦୈନନ୍ଦିନ ଜୀବନ ବା ଆମ ଗାଁ ସହରର ସମସ୍ୟା ସେହି ସୀମା ଭିତରେ ହିଁ ଆବଦ୍ଧ ଥିବ ବୋଲି ଆମେ ଧରିନେଉ। କିନ୍ତୁ ଆଜି ହେଉଛି ମେ 21, 2026 ମସିହା। ଆଉ ଆଜିର ଏହି ଗଭୀର ବିଶ୍ଳେଷଣରେ ଆମେ ଦେଖିବା ଯେ ସେହି ସୀମାରେଖାଗୁଡ଼ିକ ଯେମିତି ସମ୍ପୂର୍ଣ୍ଣ ଅଦୃଶ୍ୟ ହୋଇଯାଉଛି। ମାନେ ଆପଣ ବିଶ୍ୱାୟନ ବା ଗ୍ଲୋବାଲାଇଜେସନ କଥା କହୁଛନ୍ତି ନା? ଆଜ୍ଞା ହଁ। ଟିକେ କଳ୍ପନା କରନ୍ତୁ, ଆମ ବଙ୍ଗୋପସାଗରରେ ଥିବା ଏକ ଛୋଟ ଡଙ୍ଗାକୁ ବର୍ତ୍ତମାନ ଆକାଶରେ ଥିବା ସାଟେଲାଇଟ୍ ମାଧ୍ୟମରେ ଟ୍ରାକ୍ କରାଯାଉଛି। ସେହି ମତ୍ସ୍ୟଜୀବୀଙ୍କର ଜଣେ ପୁଅ ହଜାର ହଜାର ମାଇଲ ଦୂର ଜାପାନରେ କାମ କରିବାର ସ୍ୱପ୍ନ ଦେଖୁଛି। ଆଉ ଅନ୍ୟପଟେ ଆହୁରି ଦୂରରେ ଚାଲିଥିବା ଏକ ଅଜଣା ଯୁଦ୍ଧରେ ଆମ ରାଜ୍ୟର ଜଣେ ଯୁବକ ଡ୍ରୋନ୍ ଆକ୍ରମଣର ଶିକାର ହେଉଛନ୍ତି। ବାପରେ, ଏହା ଶୁଣିବାକୁ କେମିତି ଗୋଟେ ଲାଗୁଛି। ଆମର ସ୍ଥାନୀୟ ନୀତି ଆଉ ଆନ୍ତର୍ଜାତୀୟ ଘଟଣାବଳୀ ଏବେ ସମ୍ପୂର୍ଣ୍ଣ ଯୋଡ଼ି ହୋଇଯାଇଛି। ବିଲକୁଲ। ଆଉ ଆଜିର ଏହି କାର୍ଯ୍ୟକ୍ରମରେ ଆମେ ଏମିତି କିଛି ବଡ଼ ପ୍ରଶାସନିକ ପରିବର୍ତ୍ତନ, ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ କଡ଼ା ପଦକ୍ଷେପ ଆଉ ଅନଲାଇନ୍ ଭିଡିଓ ପ୍ଲାଟଫର୍ମରେ ଲୋକେ କ'ଣ ସବୁଠୁ ଅଧିକ ଖୋଜୁଛନ୍ତି ତାହା ଉପରେ ଚର୍ଚ୍ଚା କରିବା। ତେବେ ଆରମ୍ଭ କରିବା ଆମର ପ୍ରଥମ ବିଷୟରୁ। ହଁ, ନିଶ୍ଚୟ। ମୋତେ ଲାଗୁଛି ଆପଣ ସେହି ଜାପାନ କଥା ଉଠାଇବାକୁ ଯାଉଛନ୍ତି। ଠିକ୍ ଧରିଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ଜାପାନର କନସଲ୍ ଜେନେରାଲଙ୍କ ମଧ୍ୟରେ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଯାଇଛି। ଜାପାନର ଏକ ପ୍ରଦେଶ ଅଛି ଯାହାର ନାଁ ହେଉଛି ତତ୍ତୋରି। ଏବେ ଏହି ତତ୍ତୋରି ପ୍ରଦେଶ ଓଡ଼ିଶା ସହିତ ଏକ ସିଷ୍ଟର ଷ୍ଟେଟ୍ ବା ଭଗିନୀ ରାଜ୍ୟ ଭାବରେ ଯୋଡ଼ି ହେବାକୁ ଯାଉଛି। ଆଚ୍ଛା, ଏଥିରେ ମୁଖ୍ୟତଃ କେଉଁ ସବୁ ବିଷୟ ଉପରେ ଆଲୋଚନା ହୋଇଛି? ମୁଖ୍ୟତଃ ବୌଦ୍ଧ ଧର୍ମ, କଳା ଆଉ ପର୍ଯ୍ୟଟନ ସହିତ ବାଣିଜ୍ୟ। କିନ୍ତୁ ସବୁଠୁ ବଡ଼ କଥା ହେଉଛି ଆମ ଓଡ଼ିଆ ଯୁବକମାନଙ୍କୁ ଜାପାନରେ ନିଯୁକ୍ତି ସୁଯୋଗ ଦେବା ନେଇ ବଡ଼ ଆଲୋଚନା ହୋଇଛି। ମୁଁ ତ ଏହାକୁ ଗୋଟିଏ ବିଦ୍ୟାଳୟର ଛାତ୍ର ବିନିମୟ ବା ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ କାର୍ଯ୍ୟକ୍ରମର ଏକ $1 ବିଲିୟନ ଅର୍ଥନୈତିକ ସଂସ୍କରଣ ଭଳି ଦେଖୁଛି। ହଁ, ସେମିତି କହିଲେ ଚଳିବ। କିନ୍ତୁ ମୋର ଗୋଟିଏ ପ୍ରଶ୍ନ ଅଛି। ହଠାତ୍ ଜାପାନର ଏକ ପ୍ରଦେଶ ଓଡ଼ିଶା ପ୍ରତି ଏତେ ଆଗ୍ରହ କାହିଁକି ଦେଖାଉଛି? ଦେଖନ୍ତୁ, ଏହା ପଛରେ ଦୁଇଟି ମୁଖ୍ୟ କାରଣ ରହିଛି। ଗୋଟିଏ ହେଲା ସାଂସ୍କୃତିକ ଏବଂ ଅନ୍ୟଟି ହେଉଛି ଅର୍ଥନୈତିକ। ପ୍ରଥମ କଥା ହେଲା, ଜାପାନ ଏବଂ ଓଡ଼ିଶା ମଧ୍ୟରେ ବୌଦ୍ଧ ଧର୍ମକୁ ନେଇ ଶହ ଶହ ବର୍ଷର ଏକ ସମ୍ପର୍କ ରହିଛି। ଆମ ଧଳିଗିରି ବା ରତ୍ନଗିରିକୁ ନେଇ ଜାପାନୀମାନଙ୍କର ଏକ ଭାବନାତ୍ମକ ସଂଯୋଗ ଅଛି। ଏହାକୁ ଆମେ ସଫ୍ଟ ପାୱାର ବି କହିପାରିବା। ହଁ, ତାହା ତ ଅଛି। କିନ୍ତୁ ଦ୍ୱିତୀୟ ଏବଂ ସବୁଠାରୁ ବଡ଼ କାରଣ ହେଉଛି ଜନସଂଖ୍ୟା ବା ଡେମୋଗ୍ରାଫି। ମାନେ ଜାପାନର ଅବସ୍ଥା ଏବେ ଏହି କ୍ଷେତ୍ରରେ ବହୁତ ଖରାପ। ସେମାନଙ୍କର ଜନସଂଖ୍ୟା ଦ୍ରୁତ ଗତିରେ କମୁଛି ଆଉ ବୟସ୍କ ଲୋକଙ୍କ ସଂଖ୍ୟା ଏତେ ବଢ଼ିଯାଇଛି ଯେ ସେଠାରେ କଳକାରଖାନା ବା ହସ୍ପିଟାଲରେ କାମ କରିବା ପାଇଁ ଯୁବଶକ୍ତି ନାହାନ୍ତି। ଅର୍ଥାତ୍ ସେମାନଙ୍କର ବିଶାଳ ଅର୍ଥନୈତିକ ଇଞ୍ଜିନ୍ ଅଛି, କିନ୍ତୁ ତାକୁ ଚଳାଇବା ପାଇଁ ଇନ୍ଧନ ନାହିଁ। ଏକଦମ ସଠିକ୍ କଥା କହିଲେ। ଅନ୍ୟପଟେ ଆମ ଓଡ଼ିଶାରେ ଏକ ବିଶାଳ ଯୁବଗୋଷ୍ଠୀ ଅଛନ୍ତି। ମାନବ ସମ୍ବଳ ଅଛି, କିନ୍ତୁ ଭଲ ଦରମାବାଲା ନିଯୁକ୍ତି ସୁଯୋଗ କମ୍ ଅଛି। ତେଣୁ ଏହି ଚୁକ୍ତି ଉଭୟଙ୍କର ଆବଶ୍ୟକତାକୁ ପୂରଣ କରିବ। ଶୁଣିବାକୁ ତ ବହୁତ ଭଲ ଲାଗୁଛି। କିନ୍ତୁ ଏଠାରେ ମୋର ଗୋଟିଏ ବଡ଼ ସନ୍ଦେହ ଅଛି। ଆମେ ସବୁବେଳେ ଏମିତି MOU ସ୍ୱାକ୍ଷର ହେବାର ଖବର ଶୁଣୁ। ନେତାମାନେ ହାତ ମିଳନ୍ତି, କ୍ୟାମେରା ଆଗରେ ଫଟୋ ଉଠାଯାଏ, କିନ୍ତୁ କାଗଜପତ୍ରର ଏହି ଚୁକ୍ତିଗୁଡ଼ିକ ପ୍ରକୃତରେ ଆମ ସାଧାରଣ ଓଡ଼ିଆ ଯୁବକଙ୍କ ପାଇଁ କେବେ ବାସ୍ତବ ଚାକିରିରେ ପରିଣତ ହେବ? ମାନେ ଜଣେ ଯୁବକ ହଠାତ୍ ଯାଇ ଟୋକିଓରେ କାମ କରିବା ତ ସମ୍ଭବ ନୁହେଁ ନା? ନା ନା, ବିଲକୁଲ ସମ୍ଭବ ନୁହେଁ। ଓ ଆପଣଙ୍କର ସନ୍ଦେହ ମଧ୍ୟ ଯୁକ୍ତିଯୁକ୍ତ। କାଗଜରେ ସାଇନ୍ କରିଦେଲେ ତ ଚାକିରି ମିଳିଯିବନି। ଏହାର ପ୍ରକୃତ ପ୍ରକ୍ରିୟା ବହୁତ ଜଟିଳ। କେମିତି? ପ୍ରଥମେ ତ ଭାଷାଗତ ବାଧା ଅଛି। ଆମ ପିଲାଙ୍କୁ ଜାପାନୀ ଭାଷା ଏବଂ ସେମାନଙ୍କ ସଂସ୍କୃତି ଶିଖାଇବା ପାଇଁ ରାଜ୍ୟରେ ସ୍ୱତନ୍ତ୍ର ଟ୍ରେନିଂ ସେଣ୍ଟର ଖୋଲିବାକୁ ପଡ଼ିବ। ଆଉ ସେଠାକାର କାର୍ଯ୍ୟ ସଂସ୍କୃତି ମାନେ ୱାର୍କ କଲଚର ଆମଠାରୁ ବହୁତ ଅଲଗା। ସେମାନେ ସମୟାନୁବର୍ତ୍ତିତା ଆଉ ନିର୍ଭୁଲତାକୁ ବହୁତ ଗୁରୁତ୍ୱ ଦିଅନ୍ତି। ହଁ, ଜାପାନୀମାନେ ତ ସମୟକୁ ନେଇ ବହୁତ କଡ଼ା। ହଁ, ତ ଉଦାହରଣ ସ୍ୱରୂପ ଭାବନ୍ତୁ, ଯଦି ଜଣେ ନର୍ସିଂ ଛାତ୍ରୀ ଜାପାନରେ ଏକ ହସ୍ପିଟାଲରେ କାମ କରିବାକୁ ଚାହାନ୍ତି, ତାଙ୍କୁ କେବଳ ନର୍ସିଂ ଜ୍ଞାନ ଥିଲେ ଚଳିବନି। ରୋଗୀଙ୍କ ସହ ଜାପାନୀ ଭାଷାରେ କଥାବାର୍ତ୍ତା କରିବା ଆସିବା ଦରକାର।
ତେଣୁ ସରକାରଙ୍କୁ ନିଜ ଖର୍ଚ୍ଚରେ ଆମ ପିଲାଙ୍କୁ ଦକ୍ଷତା ଭିତ୍ତିକ ତାଲିମ ଦେବାକୁ ପଡ଼ିବ। ମାନେ ଯେପର୍ଯ୍ୟନ୍ତ ଏହି ମୂଳଦୁଆ ତିଆରି ହୋଇନାହିଁ, ଏହା କେବଳ ଏକ ଖବରକାଗଜର ହେଡ୍ଲାଇନ୍ ହୋଇ ରହିଯିବ। ସମ୍ପୂର୍ଣ୍ଣ ସତ। ଆଉ ଦେଖନ୍ତୁ, ଯେତେବେଳେ ନିଜ ମାଟିରେ ସୁଯୋଗ ନ ମିଳେ ଏବଂ ଏହିଭଳି ପ୍ରକ୍ରିୟାରେ ଡେରି ହୁଏ, ତାର ପରିଣାମ କେତେ ଭୟଙ୍କର ହୋଇପାରେ ତାହା ଆମେ ଏବେ ଅନଲାଇନରେ ଦେଖିବାକୁ ପାଉଛୁ। ବିଭିନ୍ନ ଭିଡିଓ ପ୍ଲାଟଫର୍ମରେ ବର୍ତ୍ତମାନ ଗୋଟିଏ ଅତ୍ୟନ୍ତ ଦୁଃଖଦ ଖବର ଟ୍ରେଣ୍ଡ କରୁଛି। ଆପଣ ସେହି ରୁଷିଆ ଘଟଣା କଥା କହୁଛନ୍ତି କି? ହଁ, ଏବେ ଇଣ୍ଟରନେଟରେ ଲୋକେ ବହୁଳ ମାତ୍ରାରେ ଖୋଜୁଛନ୍ତି ଯେ ରୁଷିଆରେ ୟୁକ୍ରେନ୍ର ଏକ ଡ୍ରୋନ୍ ଆକ୍ରମଣରେ ଜଣେ ଓଡ଼ିଆ ଯୁବକଙ୍କର ପ୍ରାଣହାନି ଘଟିଛି। ମାନେ ଆମ ଯୁବକମାନେ ନିଯୁକ୍ତି ପାଇଁ ଏତେ ହତାଶ ଯେ ସେମାନେ ନିଜ ଜୀବନକୁ ବାଜି ଲଗାଇ ଏକ ସକ୍ରିୟ ଯୁଦ୍ଧକ୍ଷେତ୍ରକୁ ଯିବାକୁ ମଧ୍ୟ ପଛାଉନାହାନ୍ତି। ଏହା ପ୍ରକୃତରେ ଆମ ସମୟର ସବୁଠାରୁ କଠୋର ବାସ୍ତବତା। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ବିଶ୍ୱସ୍ତରୀୟ ଯେଉଁ ମାନବ ଚାଲନାକାରୀ ଅଛନ୍ତି, ସେମାନେ ଲୋକଙ୍କର ଏହି ଅସହାୟତାର ଫାଇଦା ଉଠାଉଛନ୍ତି। ସେମାନେ ମୋଟା ଅଙ୍କର ଦରମାର ସ୍ୱପ୍ନ ଦେଖାଇ ଲୋକଙ୍କୁ ଯୁଦ୍ଧାଞ୍ଚଳରେ ହେଲ୍ପର ବା ଶ୍ରମିକ ଭାବରେ ପଠାଇ ଦେଉଛନ୍ତି। ଆଉ ଗରିବ ପରିବାରର ଯୁବକ ଭାବୁଛି ଯେ ଟିକେ ବିପଦ ଅଛି ସତ, କିନ୍ତୁ ଭଲ ଦି ପଇସା ରୋଜଗାର ହେବ ଆଉ ଘରର ଋଣ ଶୁଝିହେବ। କିନ୍ତୁ ଭୂ ରାଜନୀତି ବା ଜିଓ ପଲିଟିକ୍ସ କାହାରିକୁ କ୍ଷମା କରେ ନାହିଁ। ଆକାଶରୁ ଯେତେବେଳେ ଡ୍ରୋନ୍ ବା ମିସାଇଲ୍ ଖସେ, ସେ କ'ଣ ଦେଖେ ଯେ ମରିବାକୁ ଥିବା ବ୍ୟକ୍ତି ଜଣେ ରୁଷୀୟ ସୈନିକ ନା କେବଳ ନିଜ ପେଟ ପୋଷିବାକୁ ଆସିଥିବା ଏକ ସାଧାରଣ ଶ୍ରମିକ? ଏହା ଆମର ନୀତି ନିର୍ଦ୍ଧାରକଙ୍କ ପାଇଁ ଏକ ବଡ଼ ଚେତାବନୀ। ଅର୍ଥାତ୍ ଯଦି ଆମେ ନିଜ ଘର ଭିତରେ ରୋଜଗାରର ମାଧ୍ୟମ ସୃଷ୍ଟି ନ କରିବା, ତେବେ ଲୋକେ ଏମିତି ମରଣ ମୁହଁକୁ ଯିବାକୁ ବାଧ୍ୟ ହେବେ। ଆଉ ଘର ଭିତରେ ଶିଳ୍ପ ବା ରୋଜଗାର ସୃଷ୍ଟି କରିବା ପାଇଁ ଆମକୁ ଆମର ସେହି ପୁରୁଣା ଏବଂ କଳଙ୍କି ଲାଗିଥିବା ବ୍ୟବସ୍ଥାକୁ ସଜାଡ଼ିବାକୁ ପଡ଼ିବ। ଆଉ ଆଶ୍ୱାସନାର କଥା ହେଉଛି, ଓଡ଼ିଶା ସରକାର ବର୍ତ୍ତମାନ ଏ ଦିଗରେ ଏକ ବଡ଼ ଧରଣର ନୀତିଗତ ସଂସ୍କାର ଆଣିଛନ୍ତି। ଆଚ୍ଛା, କିଭଳି ସଂସ୍କାର? ଏହାକୁ ଆମେ ଇଜ୍ ଅଫ୍ ଡୁଇଂ ବିଜନେସ୍ କହୁଛୁ। ସରକାର 1974ରୁ 2025 ମଧ୍ୟରେ ଥିବା ପ୍ରାୟ 358ଟି ପୁରୁଣା ଏବଂ ଅଦରକାରୀ ଆଇନକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିଦେଇଛନ୍ତି। ବାପ୍ରେ, 358ଟି ଆଇନ! ହଁ, ଆଉ ଆଶ୍ଚର୍ଯ୍ୟର କଥା ଶୁଣିବେ, ଏହି ଉଚ୍ଛେଦ ହୋଇଥିବା ଆଇନଗୁଡ଼ିକ ମଧ୍ୟରେ 1989 ମସିହାରେ ଗୋଟିଏ ଡିଜେଲ ଲାଇସେନ୍ସିଂ ଅର୍ଡର ମଧ୍ୟ ସାମିଲ ଥିଲା। ମୋତେ ଗୋଟିଏ କଥା ବୁଝାନ୍ତୁ, ଏହିସବୁ ଆଇନ ଏତେ ଦିନ ଧରି କାହିଁକି ବଞ୍ଚି ରହିଥିଲା ଆଉ ଏହା କିପରି ଅସୁବିଧା ସୃଷ୍ଟି କରୁଥିଲା? ଏହାକୁ ପ୍ରଶାସନିକ ଭାଷାରେ ବ୍ୟୁରୋକ୍ରାଟିକ୍ ଇନର୍ସିଆ କୁହାଯାଏ। ମାନେ ଥରେ ଗୋଟିଏ ଆଇନ ପାସ୍ ହୋଇଗଲେ ତାକୁ ହଟାଇବାକୁ କେହି ମୁଣ୍ଡ ଖେଳାନ୍ତି ନାହିଁ। ଆପଣ ସେହି 1989ର ଡିଜେଲ ନିୟମ କଥା ହିଁ ନିଅନ୍ତୁ। ସେହି ସମୟରେ ବିଶ୍ୱରେ ତେଲର ଘୋର ଅଭାବ ଥିଲା। ତେଣୁ କିଏ କେତେ ଡିଜେଲ ରଖିବ ତାହା ନିୟନ୍ତ୍ରଣ କରିବା ସରକାରଙ୍କ ପାଇଁ ଜରୁରୀ ଥିଲା। କିନ୍ତୁ ଆଜିର ସମୟରେ ତ ତାହାର କିଛି ମୂଲ୍ୟ ନାହିଁ ନା? ବିଲକୁଲ ନାହିଁ। ଟିକେ ଭାବନ୍ତୁ, ଜଣେ ବ୍ୟବସାୟୀ ଏବେ 2026ରେ ଏକ ଆଧୁନିକ ଆଇଟି ପାର୍କ ଖୋଲିବେ, ଯେଉଁଠି ବିରାଟ ଜେନେରେଟର ପାଇଁ ହଜାର ହଜାର ଲିଟର ଡିଜେଲ ଦରକାର। ସେହି ପୁରୁଣା ଆଇନ ଅନୁଯାୟୀ ତାଙ୍କୁ ପ୍ରତି ମାସରେ ସରକାରୀ ଅଫିସ ଯାଇ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ବାବୁଙ୍କୁ ହୁଏତ ଲାଞ୍ଚ ଦେଇ ପରମିଟ୍ ଆଣିବାକୁ ପଡ଼ୁଥିଲା। ଏଥିରେ କେବଳ ଦୁର୍ନୀତି ହିଁ ବଢ଼ୁଥିଲା। ସତରେ, ଯେଉଁ ବିଦେଶୀ କମ୍ପାନୀ ଏଠାରେ କୋଟି କୋଟି ଟଙ୍କା ନିବେଶ କରିବାକୁ ଆସିବ, ସେ ଏଇ ନିରର୍ଥକ କାଗଜପତ୍ର ଦେଖି ଡରିକି ପଳାଇବ। ହଁ ତ, ଗୋଟିଏ ଅର୍ଥନୀତି ଏକ ବିଶାଳ ଯନ୍ତ୍ର ଭଳି, ଆଉ ଏହି ପୁରୁଣା ଆଇନଗୁଡ଼ିକ ହେଉଛି ସେହି ଯନ୍ତ୍ର ଭିତରେ ଲାଗିଥିବା କଳଙ୍କି। ଯଦି ଆପଣ 2026ର ଅର୍ଥନୀତିକୁ ଗୋଟେ 1970 ଦଶକର ସଫ୍ଟୱେରରେ ଚଲାଇବାକୁ ଚେଷ୍ଟା କରିବେ, ସିଷ୍ଟମ ତ କ୍ରାସ୍ କରିବ ହିଁ କରିବ। ତେଣୁ ଏହି ପଦକ୍ଷେପ ଦ୍ୱାରା ଲାଲ ଫିତାଶାହୀ ବହୁତ କମିବ। ତାଛଡ଼ା ସରକାର ତାପଜ ବିଦ୍ୟୁତ୍ ନୀତିରେ ମଧ୍ୟ ପରିବର୍ତ୍ତନ କରିଛନ୍ତି, ଯାହାଦ୍ୱାରା ଶିଳ୍ପ ସଂସ୍ଥାମାନେ ଆହୁରି ସହଜରେ କାମ କରିପାରିବେ। ବାସ୍ତବରେ ଏହା ଏକ ବହୁତ ଭଲ ପଦକ୍ଷେପ। ଆଉ ଆମ ଅର୍ଥନୀତିର କଥା ପଡ଼ିଥିବା ବେଳେ କ୍ୟାବିନେଟ୍ ବୈଠକରେ ଆସିଥିବା ସବୁଠାରୁ ବଡ଼ ଖବରଟି ହେଉଛି ଆମର ବ୍ଲୁ ଇକୋନୋମି ବା ସାମୁଦ୍ରିକ ଅର୍ଥନୀତିକୁ ନେଇ। ଆଚ୍ଛା, ସି ଫୁଡ୍ ଏକ୍ସପୋର୍ଟ ବିଷୟରେ କି? ହଁ, ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ନିୟନ୍ତ୍ରଣ ବିଲ୍ 2026କୁ ସରକାର ଅନୁମୋଦନ ଦେଇଛନ୍ତି। ଏହା ମାଧ୍ୟମରେ 2036 ମସିହା ସୁଦ୍ଧା ଆମ ରାଜ୍ୟର ସାମୁଦ୍ରିକ ଖାଦ୍ୟ ବା ସି ଫୁଡ୍ ଏକ୍ସପୋର୍ଟକୁ ସିଧା 25,000 କୋଟି ଟଙ୍କାରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। 25,000 କୋଟି? ଏହା ତ ଏକ ବିଶାଳ ଲକ୍ଷ୍ୟ। ଏକଦମ। କିନ୍ତୁ ଏଥର ଉପାୟଟି ସମ୍ପୂର୍ଣ୍ଣ ହାଇଟେକ୍ ହେବାକୁ ଯାଉଛି। ଏବେ ପ୍ରତିଟି ମାଛଧରା ଡଙ୍ଗାଳି ବାଧ୍ୟତାମୂଳକ ଭାବେ VHF ବା ଭେରି ହାଇ ଫ୍ରିକ୍ୱେନ୍ସି ରେଡିଓ, VTMS ଟ୍ରାକିଂ ସିଷ୍ଟମ ଏବଂ ବାୟୋମେଟ୍ରିକ୍ QR କୋଡ୍ ଆଧାର ଲଗାଯିବ।
ମାନେ ମୁଁ ତ ଏହାକୁ ଗୋଟେ ଲଣ୍ଠନ ଧରି ଡଙ୍ଗାରେ ଯିବା ବ୍ୟବସ୍ଥାରୁ ସିଧା ଏକ ଅତ୍ୟାଧୁନିକ ନୌସେନା ଜାହାଜକୁ ଅପଗ୍ରେଡ୍ ହେବା ଭଳି ଦେଖୁଛି। କିନ୍ତୁ ସମୁଦ୍ର ଭିତରେ ମାଛ ଧରିବା ବେଳେ ଏତେ ସବୁ ଟେକ୍ନୋଲୋଜିର କ'ଣ ଦରକାର? ମାନେ ଏହି ପରିବର୍ତ୍ତନକୁ ଆପଣ ସମୁଦ୍ର ପାଇଁ ଏକ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ସିଷ୍ଟମ ସହ ତୁଳନା କରିପାରିବେ। ଆପଣ ଦେଖିଥିବେ ଆକାଶରେ ଶହ ଶହ ବିମାନ ଉଡୁଥିଲେ ମଧ୍ୟ ସେମାନେ ପରସ୍ପର ସହ କେବେ ଧକ୍କା ହୁଅନ୍ତି ନାହିଁ, କାରଣ ତଳେ ରାଡାର ସବୁ ଦେଖୁଥାଏ। ଠିକ୍ ସେହିପରି ଏବେ ସମୁଦ୍ର ଭିତରେ ଥିବା ହଜାର ହଜାର ଛୋଟ ବଡ଼ ଡଙ୍ଗା ଗୋଟିଏ କଣ୍ଟ୍ରୋଲ ରୁମ୍ର ସ୍କ୍ରିନ୍ ଉପରେ ଦେଖାଯିବେ। ଆଚ୍ଛା, ତାହେଲେ ଯଦି ସମୁଦ୍ରରେ କୌଣସି ବାତ୍ୟା ଆସେ, ତେବେ ଉଦ୍ଧାର କରିବା ସହଜ? ବିଲକୁଲ ସହଜ ହେବ। ସରକାର ସିଧା ଜାଣିପାରିବେ ଯେ କେଉଁ ଡଙ୍ଗାଟି କେଉଁଠି ଫସିଛି। ଏହା ତ ସୁରକ୍ଷା ଦୃଷ୍ଟିରୁ ଏକ ଚମତ୍କାର ବ୍ୟବସ୍ଥା। କିନ୍ତୁ ଆମର ଯେଉଁ ପାରମ୍ପରିକ ମତ୍ସ୍ୟଜୀବୀମାନେ ଅଛନ୍ତି, ଯେଉଁମାନେ କେବଳ ସମୁଦ୍ରର ପବନ ଆଉ ତାରା ଦେଖି ଦିଗ ବାରି ପାରନ୍ତି, ସେମାନେ ଏହି କ୍ୟୁଆର୍ କୋଡ୍ ଆଉ ଟ୍ରାକିଂ ସହ କେମିତି ଖାପ ଖୁଆଇବେ? ସେମାନଙ୍କ ପାଇଁ ଏହା ଅତିରିକ୍ତ ବୋଝ ହେବ ନାହିଁ କି? ସେଇଠି ହିଁ ତ ଅସଲ ଆହ୍ୱାନ ରହିଛି। ଆମେ ଯେତେ ଟେକ୍ନୋଲୋଜି କଥା କହିଲେ ମଧ୍ୟ ଗାଁର ମତ୍ସ୍ୟଜୀବୀଙ୍କୁ ତାହା ଶିଖାଇବାକୁ ପଡ଼ିବ। କିନ୍ତୁ ଜାଣିଛନ୍ତି, ଏହି ବିଲ୍ ଆଣିବାର ମୁଖ୍ୟ କାରଣ କେବଳ ଉଦ୍ଧାର କାର୍ଯ୍ୟ ନୁହେଁ। ଏହା ମୁଖ୍ୟତଃ IUU ମାନେ ଇଲିଗାଲ, ଅନରିପୋର୍ଟେଡ୍ ଏବଂ ଅନରେଗୁଲେଟେଡ୍ ଫିଶିଂକୁ ବନ୍ଦ କରିବା ପାଇଁ ଅଣାଯାଇଛି। ଏହି ବେଆଇନ ମାଛଧରା ବା IUU ପ୍ରକୃତରେ ସମୁଦ୍ରରେ କିପରି ହୁଏ ଟିକେ ବୁଝାଇବେ? କାରଣ ସମୁଦ୍ର ତ ସମସ୍ତଙ୍କ ପାଇଁ ଖୋଲା ଅଛି ନା। ହଁ, ଖୋଲା ଅଛି। କିନ୍ତୁ ଧରନ୍ତୁ ବିଦେଶରୁ ବା ପଡ଼ୋଶୀ ରାଜ୍ୟରୁ ବିଶାଳାକାୟ ବେଆଇନ ଟ୍ରଲର ଆସି ଆମ ଜଳସୀମାରେ ପଶି ଯାଉଛନ୍ତି। ଆମ ଲୋକେ ଛୋଟ ଡଙ୍ଗାରେ ମାଛ ମାରୁଥିବା ବେଳେ ଏହି ବିଶାଳ ଟ୍ରଲରଗୁଡ଼ିକ ନିଜର ବିରାଟ ଜାଲ ପକାଇ ଗୋଟିଏ ରାତିରେ ଟନ୍ ଟନ୍ ମାଛ ବୋହି ନେଇଯାଉଛନ୍ତି। ଆରେ ବାପରେ, ଏହା ତ ପୁରା ଲୁଟ୍ ଚାଲିଛି। ଖାଲି ଲୁଟ୍ ନୁହେଁ, ସେମାନେ ସେହି ସବୁ ଛୋଟ ମାଛ, ସମୁଦ୍ର କଇଁଛ ଓ ମାଛ ଅଣ୍ଡାକୁ ମଧ୍ୟ ନଷ୍ଟ କରିଦିଅନ୍ତି। ଆଉ ଏବେ ଏହି ଟ୍ରାକିଂ ସିଷ୍ଟମ ଲାଗିବା ଫଳରେ ଯଦି କୌଣସି ବାହାର ଡଙ୍ଗା ଯାହା ଦେହରେ କ୍ୟୁଆର୍ କୋଡ୍ ନଥିବ ତାହା ଆମ ସୀମାରେ ପଶିବ, ସଙ୍ଗେ ସଙ୍ଗେ ସ୍କ୍ରିନ୍ରେ ଆଲାର୍ମ ବାଜୁଥିବ ଏବଂ କୋଷ୍ଟଗାର୍ଡ ଯାଇ ତାକୁ ଧରିବେ। ବୁଝିଲି। ଅର୍ଥାତ୍ ଏହା ବାହାର ଆକ୍ରମଣରୁ ଆମ ସମ୍ପଦକୁ ସୁରକ୍ଷା ଦେବ। ଆଚ୍ଛା, ସମୁଦ୍ରକୁ ସୁରକ୍ଷିତ କରିବା ପାଇଁ ତ ନୂଆ ଆଇନ ଆସିଲା, କିନ୍ତୁ ଆମ ଆଖି ସାମ୍ନାରେ ରାଜ୍ୟ ଭିତରେ ଯେଉଁ ପ୍ରାକୃତିକ ସମ୍ପଦକୁ ଦିନ 2 ପ୍ରହରରେ ଲୁଟ୍ କରାଯାଉଛି, ସେଥିପାଇଁ କ'ଣ କରାଯାଉଛି? ମୁଁ ଜାଣିଛି ଆପଣ କୁଆଡ଼େ ଇସାରା କରୁଛନ୍ତି। ବାଲି ମାଫିଆ ନା? ହଁ ଆଜ୍ଞା, ସେଇ ବାଲି ମାଫିଆ। କେନ୍ଦୁଝରରେ ପୁଲିସ ଏବେ ଏକ ବିରାଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହାର ନାମ ଦିଆଯାଇଛି ଅପରେସନ ବୈତରଣୀ। ଆନନ୍ଦପୁରା ଓ ଘଷିପୁରା ସମେତ ପାଖାପାଖି 12ଟି ସ୍ଥାନରେ ଏକା ସାଙ୍ଗରେ ଚଢ଼ଉ କରାଯାଇଛି। କିଛି ଧରା ପଡ଼ିଛନ୍ତି କି? ହଁ, 27 ଲକ୍ଷ ଟଙ୍କା ନଗଦ, 30ଟି ଟ୍ରକ୍ ଆଉ ଟ୍ରାକ୍ଟର, ନକଲି ଟ୍ରାନଜିଟ୍ ପାସ୍ ସବୁ ଜବତ କରାଯାଇଛି ଏବଂ 10ରୁ ଅଧିକ ଲୋକଙ୍କୁ ଅଟକ ରଖାଯାଇଛି। ତାଛଡ଼ା ଆହୁରି ଖବର ଅଛି, ସମ୍ବଲପୁରରେ କୁଖ୍ୟାତ ଅପରାଧୀ ବଣ୍ଟି ସୁନା ପୁଲିସ ଏନକାଉଣ୍ଟରରେ ଆହତ ହୋଇଛି ଆଉ କୋଲକାତାରେ ସେନାର ଜଣେ କର୍ଣ୍ଣଲକୁ 50 ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ CBI ଗିରଫ କରିଛି। ମାନେ ଏହି ସବୁ ଘଟଣା ପ୍ରମାଣ କରୁଛି ଯେ ଆଇନ ଶୃଙ୍ଖଳା ବିଭାଗ ବର୍ତ୍ତମାନ ବେଶ୍ ଆକ୍ଟିଭ ଆଉ ଆକ୍ରମଣାତ୍ମକ ରୂପ ନେଇଛି। ବିଶେଷ କରି ବାଲି ମାଫିଆଙ୍କ ଉପରେ ଚଢ଼ାଉ ବହୁତ ଜରୁରୀ ଥିଲା, କାରଣ ଜଳ ପରେ ବିଶ୍ୱର ସବୁଠାରୁ ଅଧିକ ବ୍ୟବହାର ହେଉଥିବା ଜିନିଷ ହେଉଛି ବାଲି, ଆଉ ଏହାକୁ ନେଇ ଏକ ବିଶାଳ ସିଣ୍ଡିକେଟ୍ ଚାଲିଛି। କିନ୍ତୁ ଏଠି ମୁଁ ଆପଣଙ୍କୁ ଟିକେ ଅଟକାଇବି। ଏହି ସବୁ ରେଡ୍ ବା ଚଢ଼ାଉର ଖବର ପଢ଼ିବାକୁ ପୁରା ସିନେମା ଭଳି ଲାଗେ। ମାଫିଆ ଧରା ପଡ଼ିଲେ, ଟଙ୍କା ଜବତ ହେଲା, ବହୁତ ବଢ଼ିଆ। କିନ୍ତୁ ଆମେ ସମସ୍ତେ ଜାଣୁଛେ ଯେ ଏହା ଏକ ବଡ଼ କ୍ଷତ ଉପରେ କେବଳ ଏକ ବ୍ୟାଣ୍ଡେଡ୍ ଲଗାଇବା ଭଳି କାମ। ହଁ, ସେଇଟା ତ ସତ। ଆଜି ରେଡ୍ ହେଲା, ମାସେ ପରେ ଦେଖିବେ ପୁଣି ସେହି ରାତି ଅନ୍ଧାରରେ ନଦୀ ପଠାରେ JCB ଆଉ ଟ୍ରାକ୍ଟର ଚାଲିବ। ତେବେ ଏହାର ସ୍ଥାୟୀ ସମାଧାନ କ'ଣ? ଆପଣ ଏକଦମ ଠିକ୍ କଥା ଉଠାଇଲେ। ବେଆଇନ ବାଲି ଚାଲାଣର ନେଟୱାର୍କକୁ ଭାଙ୍ଗିବା ଏତେ ସହଜ ନୁହେଁ। କେବଳ ଗୋଟିଏ ଅପରେସନ ବୈତାରିଣୀ ଏହାକୁ ରୋକିପାରିବ ନାହିଁ। ଯେମିତି ଆମେ ସମୁଦ୍ରରେ ଟ୍ରାକିଂ ସିଷ୍ଟମ ଲଗାଇବା କଥା କହୁଥିଲେ, ଏଠି ମଧ୍ୟ ଟେକ୍ନୋଲୋଜିର ନିତାନ୍ତ ଆବଶ୍ୟକତା ଅଛି। ମାନେ ଟ୍ରାକ୍ରେ ବି GPS ଲଗାଯିବ? ହଁ, ପ୍ରତ୍ୟେକଟି ବାଲି ବୋଝେଇ ଟ୍ରକ୍ରେ GPS ଟ୍ରାକିଂ ବାଧ୍ୟତାମୂଳକ ହେବା ଦରକାର। ଆଉ ଯେଉଁ ନକଲି ଟ୍ରାନଜିଟ୍ ପାସ୍ କଥା ଆପଣ କହିଲେ, ତାକୁ ରୋକିବା ପାଇଁ ସବୁ କିଛିକୁ ବ୍ଲକଚେନ୍ ଟେକ୍ନୋଲୋଜିରେ ଡିଜିଟାଇଜ୍ କରିବା ଉଚିତ, ଯାହାକୁ କେହି ଜାଲ କରିପାରିବେ ନାହିଁ।
ଯେପର୍ଯ୍ୟନ୍ତ ସିଷ୍ଟମ ସ୍ୱଚ୍ଛ ହୋଇନାହିଁ, କେବଳ ପୋଲିସର ବନ୍ଧୁକ ବଳରେ ସ୍ଥାୟୀ ସମାଧାନ ଅସମ୍ଭବ। ବାସ୍ତବରେ ମୂଳ କଥା ହେଲା ବ୍ୟବସ୍ଥାକୁ ସଜାଡ଼ିବାକୁ ପଡ଼ିବ। ଆଉ ତୃଣମୂଳ ସ୍ତରରେ ବ୍ୟବସ୍ଥାକୁ ସୁବିଧାଜନକ କରିବା ପାଇଁ ଆମ ହାଇକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। ବିଡିଓମାନଙ୍କର 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିଲ୍ ଅନୁମୋଦନ କରିବାର କ୍ଷମତାକୁ ବୈଧ ବୋଲି ଘୋଷଣା କରାଯାଇଛି। ଓହୋ, ଏହା ତ ଏକ ବହୁତ ଭଲ ଖବର। ଏହାକୁ ଆମେ ଇଜ୍ ଅଫ୍ ଡୁଇଂ ଗଭର୍ନେନ୍ସ ବୋଲି କହିପାରିବା। ଆଗରୁ ଗୋଟିଏ ଛୋଟ ରାସ୍ତା କାମ ପାଇଁ ଫାଇଲଟି ଜିଲ୍ଲାପାଳଙ୍କ ପାଖକୁ ଯାଉଥିଲା ଆଉ ମାସ ମାସ ସମୟ ନଷ୍ଟ ହେଉଥିଲା। ଏବେ ଗାଁର କାମ ଗାଁ ପାଖରେ ଶୀଘ୍ର ହୋଇପାରିବ। ସତ କଥା। ଆଉ ଗାଁର ବିକାଶ କଥା ପଡ଼ିଛି ତ ଆଉ କିଛି ଛୋଟ ଛୋଟ ଖବର ବି ଅଛି ଯାହା ଲୋକଙ୍କ ଜୀବନ ସହ ଜଡ଼ିତ। ଯେମିତିକି ରାଜ୍ୟର ସମସ୍ତ ସହରାଞ୍ଚଳ ବସ୍ଷ୍ଟାଣ୍ଡକୁ ବର୍ତ୍ତମାନ ଅଟଳ ସ୍କିମ୍ ଅଧୀନରେ ବାଣିଜ୍ୟ ଓ ପରିବହନ ବିଭାଗକୁ ହସ୍ତାନ୍ତର କରାଯାଉଛି। ଆଜି ପିଲାମାନଙ୍କର ଯୁକ୍ତ 2 ବିଜ୍ଞାନ, କଳା ଏବଂ ବାଣିଜ୍ୟର ରେଜଲ୍ଟ ବି ବାହାରିବ। ହଁ, ପିଲାମାନଙ୍କ ଭିତରେ ତ ବହୁତ ଉତ୍କଣ୍ଠା ଥିବ ଆଜି। ଆଉ ଗୋଟିଏ ଭଲ ଖବର ହେଲା ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆରେ ଇଏସ୍ଆଇସି ମେଡିକାଲ କଲେଜ ପ୍ରତିଷ୍ଠା ହେବାକୁ ଯାଉଛି। ଏହା ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ନିଶ୍ଚିତ ରୂପେ ଏକ ଆଶ୍ୱାସନା। କିନ୍ତୁ ବର୍ତ୍ତମାନ ଯେଉଁ ଜିନିଷଟି ସମସ୍ତଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି, ତାହା ହେଲା ଆମର ପାଣିପାଗ। ହଁ, ମୁଁ ସେଇଆ ହିଁ କହିବାକୁ ଯାଉଥିଲି। ରାଜ୍ୟରେ ଏବେ 44 ଡିଗ୍ରୀ ସେଲ୍ସିୟସର ପ୍ରଚଣ୍ଡ ଖରା। ଅବସ୍ଥା ପୁରା ଅସମ୍ଭାଳ। ମଣିଷ ତ ଘରେ ଏସି କିମ୍ବା ଫ୍ୟାନ୍ ତଳେ ବସିଯାଉଛି, କିନ୍ତୁ ବିଚାରା ପକ୍ଷୀମାନଙ୍କ ପାଇଁ ଭୁବନେଶ୍ୱର ମହାନଗର ନିଗମ ବିଏମ୍ସି 150ଟି କୃତ୍ରିମ ବସା ଲଗାଇବାର ଗୋଟିଏ ପ୍ରଶଂସନୀୟ କାମ କରିଛନ୍ତି। ହଁ, ସେଇଟା ଗୋଟିଏ ବହୁତ ଭଲ ଉଦ୍ୟମ। କିନ୍ତୁ ଏହି 44 ଡିଗ୍ରୀ ଖରା ସହ ଏବେ ଅନଲାଇନରେ ଆଉ ଏକ ଶବ୍ଦ ପୁରା ଟ୍ରେଣ୍ଡ କରୁଛି। ଲୋକେ ବହୁଳ ଭାବରେ ଖୋଜୁଛନ୍ତି ସୁପର ଏଲ୍ ନିନୋ ବିଷୟରେ। ତା ସହିତ ଅବଶ୍ୟ ବାଲିଅନ୍ତା ହତ୍ୟାକାଣ୍ଡରେ 2 ଜଣ ଗିରଫ ହେବା ଆଉ ପଶ୍ଚିମବଙ୍ଗ ରାଜନୀତିରେ ମମତା ବାନାର୍ଜୀଙ୍କ ପୁତୁରାଙ୍କ ଖବର ମଧ୍ୟ ଟ୍ରେଣ୍ଡିଂରେ ଅଛି। କିନ୍ତୁ ଏହି ସୁପର ଏଲ୍ ନିନୋଟା କ'ଣ? ଦେଖନ୍ତୁ, ଏହି 44 ଡିଗ୍ରୀ ଖରା ପ୍ରକୃତରେ ସେହି ସୁପର ଏଲ୍ ନିନୋ ବିପଦର ଏକ ଛୋଟ ଝଲକ ମାତ୍ର। ଆମେ ଜାଣୁ ଯେ ବିଶ୍ୱର ପାଣିପାଗ ସମୁଦ୍ର ଉପରେ ନିର୍ଭର କରେ। ଠିକ୍। ଯେତେବେଳେ ପ୍ରଶାନ୍ତ ମହାସାଗରର ଜଳସ୍ତର ସ୍ୱାଭାବିକଠାରୁ ଅଧିକ ଗରମ ହୋଇଯାଏ ଆଉ ସାମୁଦ୍ରିକ ପବନର ଗତି ବଦଳିଯାଏ, ତାକୁ ଆମେ ଏଲ୍ ନିନୋ କହୁ। ଆଉ ଯେତେବେଳେ ଏହି ଉତ୍ତାପ ବହୁତ ଅଧିକ ବଢ଼ିଯାଏ, ତାହା ସୁପର ଏଲ୍ ନିନୋ ରୂପ ନିଏ, ଯାହା ପୁରା ବିଶ୍ୱର ପାଣିପାଗ ଚକ୍ରକୁ ଦୋହଲାଇ ଦିଏ। ଆଚ୍ଛା, ତାହେଲେ ଏହାର ପ୍ରଭାବ ଆମ ଓଡ଼ିଶା କିମ୍ବା ଭାରତ ଉପରେ କିପରି ପଡ଼ିବ? ଆମେ ତ ପ୍ରଶାନ୍ତ ମହାସାଗରଠାରୁ ବହୁତ ଦୂରରେ ଅଛୁ ନା? ଆମେ ଦୂରରେ ଅଛୁ ସତ, କିନ୍ତୁ ଆମର କୃଷି ଓ ଅର୍ଥନୀତି ସମ୍ପୂର୍ଣ୍ଣ ଭାବେ ମୌସୁମୀ ବାୟୁ ଉପରେ ନିର୍ଭର କରେ। ଆଉ ଏହି ସୁପର ଏଲ୍ ନିନୋ ମୌସୁମୀ ପ୍ରବାହକୁ ସମ୍ପୂର୍ଣ୍ଣ ନଷ୍ଟ କରିଦିଏ। ଏହାର ଅର୍ଥ ହେଲା ଆମ ରାଜ୍ୟରେ ବର୍ଷା ବହୁତ କମ୍ ହେବ ଆଉ ଭୟଙ୍କର ମରୁଡ଼ି ପରିସ୍ଥିତି ସୃଷ୍ଟି ହେବ। ମାନେ ଚାଷୀଙ୍କ ପାଇଁ ବହୁତ ବଡ଼ ବିପଦ। କେବଳ ଚାଷ ନୁହେଁ, ଆମେ ଯେଉଁ 25,000 କୋଟି ଟଙ୍କାର ସିଫୁଡ୍ ରପ୍ତାନି କଥା କହୁଥିଲି ବା, ତାହା ମଧ୍ୟ ସାଂଘାତିକ ଭାବେ ପ୍ରଭାବିତ ହେବ। କାରଣ ସମୁଦ୍ରର ଜଳ ଅଧିକ ଗରମ ହେଲେ ମାଛମାନେ ସେମାନଙ୍କର ପ୍ରଜନନ ସ୍ଥାନ ଛାଡ଼ି ଗଭୀର ସମୁଦ୍ରକୁ ପଳାଇବେ କିମ୍ବା ମରିଯିବେ। ତେଣୁ ସରକାରଙ୍କୁ ଏହି ବିଶ୍ୱସ୍ତରୀୟ ବିପଦ ପାଇଁ ଏବେଠାରୁ ଦୀର୍ଘମିଆଦୀ ପ୍ରସ୍ତୁତି କରିବାକୁ ପଡ଼ିବ। ସତରେ ପ୍ରକୃତି ଆଗରେ ଆମର ସବୁ ଆର୍ଥିକ ଲକ୍ଷ୍ୟ ଆଉ ବଡ଼ ବଡ଼ ଯୋଜନା କେତେ ଛୋଟ ଲାଗୁଛି। ତେବେ ଆମେ ଆଜିର ଏହି ଗଭୀର ବିଶ୍ଳେଷଣର ଶେଷ ପର୍ଯ୍ୟାୟରେ ପହଞ୍ଚିଗଲେଣି। ଆଜିର ଆଲୋଚନାରେ ଆମେ ଅନେକ କିଛି ଦେଖିଲେ। ଓଡ଼ିଶା କିପରି ଜାପାନ ସହିତ ହାତ ମିଳାଇ ବିଶ୍ୱସ୍ତରୀୟ ନିଯୁକ୍ତି ସୁଯୋଗ ଖୋଜୁଛି, ପୁରୁଣା ଆଇନକୁ ହଟାଇ ବ୍ୟବସାୟର ବାଟ ସଫା କରୁଛି, ହାଇଟେକ୍ ଟ୍ରାକିଂ ଲଗାଇ ମାଛଧରାକୁ ନିୟନ୍ତ୍ରଣ କରୁଛି, ଆଉ ସେପଟେ ନଦୀର ବାଲି ମାଫିଆଙ୍କୁ ଦମନ କରିବାକୁ ବି ପ୍ରୟାସ କରୁଛି। ହଁ, ଆଉ ପ୍ରଚଣ୍ଡ 44 ଡିଗ୍ରୀ ଖରା ଓ ଏଲ୍ ନିନୋ ଭଳି ବିପଦ ବି ଆମ ସାମ୍ନାରେ ଅଛି। ଏକଦମ। ଏସବୁ ସତ୍ତ୍ୱେ ଆଜିର ଏହି ଆଲୋଚନା ଶେଷ କରିବା ପୂର୍ବରୁ ଆମକୁ ଏକ ବଡ଼ ପ୍ରଶ୍ନ ଉପରେ ନିଶ୍ଚୟ ବିଚାର କରିବାକୁ ପଡ଼ିବ। ଆମେ ଯେଉଁ ମାନଚିତ୍ରର ସୀମାରେଖା କଥା ଆରମ୍ଭରୁ କହୁଥିଲେ, ତାହାର ବାସ୍ତବିକତା ଏଠାରେ ପରଖିବାକୁ ପଡ଼ିବ। ସେହି ବିକାଶ ଆଉ ନିଯୁକ୍ତି କଥା କହୁଛନ୍ତି ତ? ହଁ, ରାଜ୍ୟ ସରକାର 25,000 କୋଟି ଟଙ୍କାର ସାମୁଦ୍ରିକ ବ୍ୟବସାୟ ଏବଂ ଜାପାନ ଭଳି ଦେଶ ସହ ଚୁକ୍ତି ମାଧ୍ୟମରେ ଯେଉଁ ବିପୁଳ ଆର୍ଥିକ ବିକାଶର ସ୍ୱପ୍ନ ଦେଖୁଛନ୍ତି, ତାହା କ'ଣ ସତରେ ଆମ ଗାଁ ଗହଳିରେ ପହଞ୍ଚିପାରିବ? ଏହି ବିକାଶ କ'ଣ ଆମର ସେହି ଯୁବକମାନଙ୍କୁ ନିଜ ମାଟିରେ ଅଟକାଇ ରଖିବାରେ ସକ୍ଷମ ହେବ, ଯେଉଁମାନେ ଆଜି କେବଳ 2 ପଇସା ରୋଜଗାର ଆଶାରେ ହତାଶ ହୋଇ ରୁଷିଆ, ୟୁକ୍ରେନ୍ ଭଳି ବିପଦପୂର୍ଣ୍ଣ ଯୁଦ୍ଧକ୍ଷେତ୍ରକୁ ଯାଇ ନିଜର ପ୍ରାଣ ହରାଉଛନ୍ତି?
ନା ଏଇ ହାଇଟେକ୍ ବିକାଶର ଲାଭ କେବଳ ଉପର ସ୍ତରରେ ଥିବା କିଛି ହାତଗଣତି ଲୋକଙ୍କ ପାଖରେ ସୀମିତ ରହିଯିବ ଆଉ ସାଧାରଣ ନାଗରିକଟି ତାର ଜୀବିକା ପାଇଁ ସେହି ମରଣାନ୍ତକ ସଂଘର୍ଷ କରିଚାଲିଥିବ? ଆମ ମାନଚିତ୍ରରେ ସୀମାରେଖା ଥାଇପାରେ, କିନ୍ତୁ ଜୀବିକାର ସନ୍ଧାନ ସବୁ ସୀମା ପାର କରିଯାଏ। ଏହି ଦ୍ୱନ୍ଦ୍ୱ ଉପରେ ଆମ ସମସ୍ତଙ୍କୁ ବିଚାର କରିବାକୁ ପଡ଼ିବ। ତେବେ ଆଜି ପାଇଁ ଏତିକି। ଶୁଣୁଥାନ୍ତୁ ଆମର ଏହି ଡିପ୍ ଡାଇଭ୍। ଆଲୋଚନାରେ ଭାଗ ନେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣଙ୍କୁ ବି ଅଶେଷ ଧନ୍ୟବାଦ।